ହ୍ୟାଲୋ ଏଭ୍ରିୱାନ୍ ଜୟ ଜଗନ୍ନାଥ ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଏଠି ମୁଁ ଆଉ ମୋ ସାଙ୍ଗ ମିଶିକି ମାମୁଁ ଘର ଆସିଥିଲୁ କାହିଁକିନା ମୋ ମାମୁଁ ଘର ଏବେ ଚାଲିଛି କାଳୀ ପୂଜା। ତ ମୋ ପଛ ଦିନ ମୋ ବେଷ୍ଟ ଫ୍ରେଣ୍ଡ ଆସୁଛନ୍ତି, ସିଏ ଆମକୁ ୱେଟ୍ କରିଥିଲେ କି ଆମେ ଆସିଲେ ଆମେ ସାଙ୍ଗ ହେଇକି ବୁଲିବାକୁ ଯିବା। ଯେହେତୁ ଆମର କାଳୀ ପୂଜା ଶନିବାର ରାତିକୁ ହୁଏ, ରାତିରେ ଲୋକଙ୍କ କ୍ରାଉଡ୍ ବହୁତ ରହେ ବୋଲି ଆମେ ଶନିବାର ଦିନ ଆସିନଥିଲୁ, ଆମେ ରବିବାର ଦିନ ସକାଳୁ ସକାଳୁ ଆସିଥିଲୁ। ଆମେ ଭାବିଥିଲୁ କି ରବିବାର ଦିନ ଲୋକଙ୍କ କ୍ରାଉଡ୍ କମ୍ ଥିବ, ଯେହେତୁ ରାତିରେ ପୂଜାଟା ହୁଏ। ଏଠି ଆଜି ପହଞ୍ଚିଲାକୁ ଲୋକଙ୍କ କ୍ରାଉଡ୍ ଏତେ ଥିଲା କି ଆମେ ମାଆଙ୍କ ଦର୍ଶନ ଠିକ୍ ଠାକ୍ କରିପାରୁନଥିଲୁ। ସେଥିଲାଗି ମୁଁ ଲାଇନରେ ଠିଆ ହେଇକି ଆଗେ ଭୋଗ କରିଦେଇଥିଲି। ଭୋଗ କରିସାରି ଗଲାବେଳକୁ ଲୋକଙ୍କ କ୍ରାଉଡ୍ ବହୁତ କମ୍ ଥିଲା। ଏଠି ଆମେ ଟିକେ ମାଆଙ୍କ ଦର୍ଶନ ଭଲରେ ଭଲରେ କରିଥିଲୁ, ତା ସହିତ ଫଟୋ ଭିଡ଼ିଓ ନେଇଥିଲୁ। ଏଇ ଜାଗା ଉପରେ ଏତେ ଗରମ ହଉଥିଲା କି ଆମେ ତାପରେ ପଳେଇ ଆସିଥିଲୁ ମୀନା ବଜାର ଟିକେ ବୁଲାବୁଲି କରିବା ପାଇଁ। ମୀନା ବଜାର ଲୋକଙ୍କ କ୍ରାଉଡ୍ ଏତେ ରହିଛି, ଏଇ ଜାଗାରେ ଏତେ ଗରମ ହଉଛି କି ଡଷ୍ଟ ମଧ୍ୟ ଉଡୁଥିଲା। ତ ଆମେ ସେଠି କିଛି ସମୟ ବୁଲାବୁଲି କଲା ପରେ ଆମେ ଖାଇବା ପାଇଁ ପଳେଇ ଯାଇଥିଲୁ। ଯେହେତୁ ଆମେ ସକାଳୁ ଯାଇଥିଲୁ କିଛି ଖାଇନଥିଲୁ, ଆମେ ଯାହା ସବୁ ଖାଇବା ଅର୍ଡର କରିଥିଲୁ ଏଠି ପୁରା ବେକାର ଥିଲା। ସେ ଖାଲି ଲଙ୍କା ଗୁଣ୍ଡ ଛଡ଼ା ଆଉ କିଛି ନଥିଲା। ଯାହା ଯେମିତି ହଉ ଖାଇ ପିଇ ସାରିକି ସମସ୍ତଙ୍କ ପାଟି ପଡୁଥିଲା। ଆମେ ଗୋଟେ ଗୋଟେ ଆଇସ୍କ୍ରିମ୍ ଧରିଥିଲୁ। ଆଇସ୍କ୍ରିମ୍ ଖାଇକି ମଜାମସ୍ତି କରିକି ଆମେ ସବୁ ଘରକୁ ବାହାରିଥିଲୁ। ଯେହେତୁ ଆଉ ଟାଇମ୍ ହେଇଗଲାଣି, ଏଠି ଗରମ ହଉଛି, ତ ବୁଲାବୁଲି ସାରି ଘରକୁ ବାହାରିଲୁ। ଏଇଟା ଥିଲା ମୋର ଆଜିର ମିନି ବ୍ଲଗ୍। ଯଦି ଭଲ